ଆମ ଓଡ଼ିଶାରେ ଯେତିକି ବି ଜଳପ୍ରପାତ ଅଛି ଯାହାକୁ ଆମେ ୱାଟରଫଲ୍ ବୋଲିକରି କହୁଛୁ, ଯେଉଁ ୱାଟରଫଲ୍ ସାରା ଓଡ଼ିଶାରେ ଫେମସ୍, ସେଇ ୱାଟରଫଲ୍ ବିଷୟରେ ଆଜି ଆମେ ଜାଣିବା। ଆଜିର ଭିଡ଼ିଓ ହେଉଛି ଛାତ୍ରମାନଙ୍କ ପାଇଁ, ଯେଉଁମାନେ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ପାଇଁ ପ୍ରିପାରେସନ୍ କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ, ଏବଂ ଯେଉଁମାନେ ଏକ୍ସପ୍ଲୋର କରିବା ପାଇଁ ଚାହୁଁଛନ୍ତି ଯେ କେଉଁ ୱାଟରଫଲ୍ ଠିକ୍, କେଉଁ ୱାଟରଫଲ୍କୁ ବୁଲିଯିବା କଥା ସେମାନଙ୍କ ପାଇଁ ମଧ୍ୟ, ଏବଂ ଜଣେ ଓଡ଼ିଶାର ନାଗରିକ ହିସାବରେ ଆମେ ଆମ ଓଡ଼ିଶାରେ କେତୋଟି ଜଳପ୍ରପାତ ଅଛି ବା ୱାଟରଫଲ୍ ଅଛି ଜାଣିବା ନିହାତି ଦରକାର। ତ ସେମାନଙ୍କ ପାଇଁ ମଧ୍ୟ ତ ଏଇ ସବୁ ଜିନିଷକୁ ଦୃଷ୍ଟିରେ ରଖି ଏଇ ଭିଡ଼ିଓ ମୁଁ ତିଆରି କରିଛି। ତ ଚାଲନ୍ତୁ ଷ୍ଟାର୍ଟ କରିବା। ସର୍ବପ୍ରଥମେ ଆମେ ଜାଣିବା ବଡ଼ ଘଗରା ୱାଟରଫଲ୍ ବିଷୟରେ। ବଡ ଘାଗରା 4 କିଲୋମିଟର ଆଉ ସାନ ଘାଗରା ତ ଆପଣ ଗଲେ ସିଧା 1 କିଲୋମିଟର 4 କିଲୋମିଟର ଦେଇ ଦେଖିବା। ଆଉ এই জলপ্রপাত কেন্দুঝর ডিস্ট্রিক্টরে অবস্থিত এবং এହାର ଯେଉଁ হাইট 60 মিଟর অଟେ। নেক্সট আমার ওয়াটরফল ହେଉଛି ବାରେହି ପାଣି। ଆଜି ପର୍ଯ୍ୟନ୍ତ ମୁଁ ଯେତେ ବି ୱାଟରଫଲ ଦେଖିଛି ସବୁକୁ ମିଶେଇ ଦେଲେ ବି ଏଇଟା ତାଠୁ ବଡ ହବ। এই ওয়াটরফল ময়ূরভঞ্জ ডিস্ট্রিক্টরে অবস্থিত এবং এହାର ଯେଉଁ উচ্চতা 400 মিଟর। ଏଣୁ ଏହା ହେଇଯାଉଛି ଆମ ଓଡ଼ିଶାର ହାଇଏଷ୍ଟ ୱାଟରଫଲ୍। ଆଉ ଯଦି ଆମେ ଇଣ୍ଡିଆ କଥା କହିବା ତାହେଲେ ଏଇ ୱାଟରଫଲ୍ ହେଉଛି ଇଣ୍ଡିଆର ସେକେଣ୍ଡ ହାଇଏଷ୍ଟ ୱାଟରଫଲ୍ ଅଟେ। ନେକ୍ସଟ ଆମର ୱାଟରଫଲ୍ ହେଉଛି ଡୁଡୁମା। এই ଡୁଡୁମା ୱାଟରଫଲ୍କୁ ମତ୍ସ୍ୟ ତୀର୍ଥ ବୋଲି ମଧ୍ୟ କୁହାଯାଏ ଏବଂ ଏଇ ୱାଟରଫଲ୍ ଓଡ଼ିଶା ଆନ୍ଧ୍ରପ୍ରଦେଶର ବର୍ଡରରେ ଅଛି। এই ୱାଟରଫଲ୍ର ହାଇଟ୍ ହେଉଛି 175। ନେକ୍ସଟ ୱାଟରଫଲ୍ ହେଉଛି ହରିଶଙ୍କର ଜଳପ୍ରପାତ। এই ଜଳପ୍ରପାତର ଲୋକେସନ ହେଉଛି ଗନ୍ଧମାର୍ଦ୍ଦନ ହିଲ୍, ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ଅବସ୍ଥିତ ଏବଂ এই ଜଳପ୍ରପାତ ଲର୍ଡ ହରି ଏବଂ ଶଙ୍କର ପାଇଁ ଫେମସ୍ ଅଟେ। ନେକ୍ସଟ ୱାଟରଫଲ୍ ହେଉଛି ବା ଜଳପ୍ରପାତ ହେଉଛି ଗଣ୍ଡାହାତୀ। এই ଗଣ୍ଡାହାତୀ ୱାଟରଫଲ୍ ଗଜପତି ଡିଷ୍ଟ୍ରିକ୍ଟରେ ଅବସ୍ଥିତ ଏବଂ এই ୱାଟରଫଲ୍ ଗ୍ଲିଟରିଂ ୱାଟରଫଲ୍ ପାଇଁ ପରିଚିତ ଅଟେ ବା ଫେମସ୍ ଅଟେ। ନେକ୍ସଟ ଆମର ୱାଟରଫଲ୍ ହେଉଛି ହାତୀ ପଥର ଜଳପ୍ରପାତ। ହାତୀ ପଥର ଜଳପ୍ରପାତ, ଏହାର ଅର୍ଥ ମଧ୍ୟ ଅଛି ଯେମିତିକି ହାତୀ ମିନ୍ସ ହେଉଛି ଏଲିଫେଣ୍ଟ ଏବଂ ପଥର ମିନ୍ସ ହେଉଛି ବୋଲ୍ଡର୍ସ। ତ ଏଇ ଜାଗାରେ ଲ୍ୟାଣ୍ଡସ୍କେପ୍ରେ ହ୍ୟୁଜ୍ ମାତ୍ରାରେ ଏଲିଫେଣ୍ଟ ସେପ୍ ବୋଲ୍ଡର୍ସ ଦେଖିବାକୁ ମିଳେ। ଏଣୁକରି ଏଇ ଜଳପ୍ରପାତର ନାମ ଦିଆଗଲା ହାତୀ ପଥର ଏବଂ ଏଇଟା ଟୁରିଷ୍ଟ ପାଇଁ ବହୁତ ବଢ଼ିଆ, କାରଣ ଏଠାରେ ଗୋଟିଏ ପିକନିକ ସ୍ପଟ ମଧ୍ୟ ଅଛି ଏବଂ ଏହି ଜଳପ୍ରପାତର ଲୋକେସନ ହେଉଛି ରାୟଗଡ଼ା ଡିଷ୍ଟ୍ରିକ୍ଟ। ରାୟଗଡ଼ା ଡିଷ୍ଟ୍ରିକ୍ଟରେ ଏହି ଜଳପ୍ରପାତ ଅବସ୍ଥିତ। ଆମର ନେକ୍ସଟ ୱାଟରଫଲ୍ ହେଉଛି ଜୋରନ୍ଦା ଝରଣା ବା ୱାଟରଫଲ୍। এই ୱାଟରଫଲ୍ ହେଉଛି ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଅବସ୍ଥିତ ଏବଂ ଏହାର ହାଇଟ୍ ହେଉଛି 150 ମିଟର। ନେକ୍ସଟ ବା ପରବର୍ତ୍ତୀ ଆମର ୱାଟରଫଲ୍ ହେଉଛି ଖଣ୍ଡାଧର ଜଳପ୍ରପାତ। এই ଜଳପ୍ରପାତ ବା ୱାଟରଫଲ୍ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟରେ ଅବସ୍ଥିତ, ଯାହାର ହାଇଟ୍ ହେଉଛି 244 ମିଟର୍ସ। এই ଜଳପ୍ରପାତ ହେଉଛି ଆମ ଓଡ଼ିଶାର 12th ଲାର୍ଜେଷ୍ଟ ୱାଟରଫଲ୍ ବୋଲି କୁହାଯାଏ। ଖଣ୍ଡାଧର ୱାଟରଫଲ୍ ନାମରେ ଆଉ ଗୋଟିଏ ୱାଟରଫଲ୍ ଅଛି ଏବଂ ସେଇ ୱାଟରଫଲ୍ ହେଉଛି
କେନ୍ଦୁଝର ଡିଷ୍ଟ୍ରିକ୍ଟରେ ଅବସ୍ଥିତ ଏବଂ ଏହାର ଯେଉଁ ହାଇଟ୍ ହେଉଛି 152 ମିଟର୍ସ। ମନେ ରଖ, ଦୁଇଟି ଖଣ୍ଡାଧର ୱାଟରଫଲ୍ ଅଛି ଆମ ଓଡ଼ିଶାରେ। ଗୋଟିଏ ହେଉଛି ସୁନ୍ଦରଗଡ଼ରେ, ଆଉ ଗୋଟିଏ ହେଉଛି କେନ୍ଦୁଝର ଡିଷ୍ଟ୍ରିକ୍ଟରେ। ନେକ୍ସଟ ଆମର ଜଳପ୍ରପାତ ହେଉଛି ଖଣ୍ଡୁଆଲ ଜଳପ୍ରପାତ ଏବଂ ଟ୍ରଷ୍ଟ ମି এই জলপ্রপাত বিষয়ে 90% লোক এই জলপ্রপাত বিষয়ে জানি নাহাନ୍ତି। এই জলপ্রপাত ଅଛି କଳାହାଣ୍ଡି ଜିଲ୍ଲାର କର୍ଲାପାଟ ୱାଇଲ୍ଡ ଲାଇଫ୍ ସେଞ୍ଚୁରୀ ପାଖରେ ଅଛି ଏବଂ ଏଇ ଖଣ୍ଡୁଆଲ ଜଳପ୍ରପାତର ନାମ ଏଇଥିପାଇଁ ଦିଆଗଲା କାରଣ ଟପ୍ ଅଫ୍ ଦ ହିଲ୍ରେ ଗଡେସ୍ ଖଣ୍ଡୁଆଲ ଅବସ୍ଥିତ। ନେକ୍ସଟ ଆମର ଜଳପ୍ରପାତ ହେଉଛି କୋଇଲି ଘଗର ଜଳପ୍ରପାତ। এই জলপ্রপাত ঝারସୁଗୁଡ଼ା ଜିଲ୍ଲାରେ ଅବସ୍ଥିତ ଏବଂ এই ଜଳପ୍ରପାତର ହାଇଟ୍ ହେଉଛି 61 ମିଟର। এই ଝରଣାର ଇନସାଇଟ୍ରେ ଶିବଲିଙ୍ଗମ ଅଛି ଯାହା ମହେଶ୍ୱରନାଥରେ ଜଣାଶୁଣା। ନେକ୍ସଟ ଆମର ଜଳପ୍ରପାତ ବା ୱାଟରଫଲ୍ ହେଉଛି ମିରିଗି ଖୋଜ। ବୋର୍ଡ ମରା ହଉଛି ଯେନ୍ଟାକି ମିରିଗ ଖୋଜ ବର୍ତ୍ତମାନ ଏଇଟା ଆମେ ଅଛେ ତୋଡ଼ା ବସ୍ତି ଯେନ୍ଟା ଲେଖା ହେଇଥିଲା ଏଇଟା ହଉଛି ବୋର୍ଡ ମରା ହେଇଛି ଦେଖୁଥିବେ ଆଉ ଆମକୁ ଏ ବାଟେ ଦେଇକିରି ଯିବାକୁ ପଡବା। ଏଠି କିନ୍ତୁ ପାଣିଟା ପୁରା ଲାଲେ ଲାଲ ଯେହେତୁ ମାଇନ୍ସ ଏରିଆ ସେଥିଲାଗି ପାଣି ପୁରା ଲାଲେ ଲାଲ ଅଛି ଦେଖୁଥିବେ କେତେ ସୁନ୍ଦର ଦିଶୁଛି ଦେଖୁନ ଆପଣମାନେ ଏଠୁ ପୁରା ଜୁମ୍ କରିକିରି ବି ଦେଖୁଛେ ଦେଖିବେ କେତେ ସୁନ୍ଦର। এই ୱାଟରଫଲ୍ ରାଉରକେଲାରୁ 111 କିଲୋମିଟର ଦୂରରେ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ ଏବଂ ଏହାର ଯେଉଁ ହାଇଟ୍ ହବ 100 ଫୁଟ। ନେକ୍ସଟ ଆମର ଜଳପ୍ରପାତ ହେଉଛି ନୃସିଂହନାଥ ଜଳପ୍ରପାତ ଏବଂ এই ଜଳପ୍ରପାତ ନୃସିଂହନାଥ ଟେମ୍ପଲ ପାଖରେ ଅବସ୍ଥିତ। ଏହାର ଲୋକେସନ ହେଉଛି ବରଗଡ଼ ଜିଲ୍ଲା ଗନ୍ଧମାର୍ଦ୍ଦନ ହିଲ୍ ପାଖରେ। ନୃସିଂହନାଥରେ ଅନ୍ୟ ଜଳପ୍ରପାତ ମଧ୍ୟ ଅଛି ଯେମିତିକି ଗଦାଧର, ପିତୃଧର, ଗୁପ୍ତଧର, କପିଲଧର, ବିମ୍ବାଧର, ଚୁଲଧର ଏହିସବୁ ୱାଟରଫଲ୍ ମଧ୍ୟ ଦେଖିବାକୁ ମିଳେ। ନେକ୍ସଟ ଆମର ଜଳପ୍ରପାତ ହେଉଛି ପୁତୁଡ଼ି ଜଳପ୍ରପାତ। ପୁତୁଡ଼ି ଜଳପ୍ରପାତ କନ୍ଧମାଳ ଜିଲ୍ଲାରେ ଅଛି ଏବଂ ଫୁଲବାଣୀରୁ ଏହା 15 କିଲୋମିଟର ମାତ୍ର। ନେକ୍ସଟ ଆମର ଜଳପ୍ରପାତ ବା ୱାଟରଫଲ୍ ହେଉଛି ପୁର୍ଲି ଝରଣ। मैं एक चीज आपको बता देना चाहता हूँ कि इस चीज देखने के लिए मैं बहुत दिनों से मतलब सोच रहा था कि एक दिन जाएंगे ब्लॉग बनाएंगे, बहुत मतलब ऐसा कुछ सोच रहा था और फाइनली गाइज मैं आ चुका हूँ इस चीज देखने के लिए और इसका नाम है पुरली झरण और एक ପୁର୍ଲି ଝରଣ ଜଳପ୍ରପାତ ପେରେନିଆଲ ୱାଟରଫଲ୍ ବୋଲି କୁହାଯାଏ ଏବଂ ଏହି ଜଳପ୍ରପାତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରୁ ପ୍ରାୟ 15 କିଲୋମିଟର ଦୂରରେ ଅବସ୍ଥିତ। এই ଜଳପ୍ରପାତର ଉଚ୍ଚତା ପ୍ରାୟ 16 ମିଟର ଅଟେ ଏବଂ ଏହା ଟୁରିଷ୍ଟ ପାଇଁ ଫେମସ୍ ଅଟେ। ଆମେ ବର୍ତ୍ତମାନ ଏବେ ଲାଷ୍ଟ ଜଳପ୍ରପାତକୁ ଜାଣିବା, ସେଇଟା ହେଉଛି ସାନ ଘଗରା ଜଳପ୍ରପାତ। এই ୱାଟରଫଲ୍ କେନ୍ଦୁଝର ଡିଷ୍ଟ୍ରିକ୍ଟରୁ 5 କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହାର ଯେଉଁ ହାଇଟ୍ ବା ଉଚ୍ଚତା ହେଉଛି 30 ମିଟର ଅଟେ। এইটা ଥିଲା ଆମ ଓଡ଼ିଶାର ଫେମସ୍ ଜଳପ୍ରପାତ। এই ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗିଲା, ହେଲ୍ପଫୁଲ୍ ହେଲା କି ନାହିଁ କମେଣ୍ଟରେ ଜଣାନ୍ତୁ। ଯଦି ଆପଣମାନଙ୍କୁ ହେଲ୍ପଫୁଲ୍ ହେଲା, ଭଲ ଲାଗିଲା
ତାହେଲେ ନେକ୍ସଟ ଏମିତି ଅନେକ ଭିଡ଼ିଓ ଆସିବ।